ପ୍ରେମିକା ଲିଜାକୁ ଦେଖା କରିବାକୁ ତା ରୁମ୍ରେ ପହଞ୍ଚିଥିଲା ପ୍ରେମିକ ସତ୍ୟବ୍ରତ। ହେଲେ ଘର ଭିତରେ ପହଞ୍ଚି ଦେଖେ ତ ପ୍ରେମିକା ଲିଜା ଆଉ କାହା ସହ ରୋମାନ୍ସ କରୁଛି। ଲିଜା ଯାହା ସହ ରୋମାନ୍ସ କରୁଥିଲା ସେ ଆଉ କିଏ ନଥିଲା ବରଂ ଲିଜାର ପ୍ରଥମ ପ୍ରେମିକ ଥିଲା। କିଛି ସମୟର ଯୁକ୍ତିତର୍କ ପରେ ଲିଜା ଆଉ ତାର ପ୍ରଥମ ପ୍ରେମିକ ମିଶି ସତ୍ୟବ୍ରତର ଗଳା କାଟି ଜୀବନ ନେଇଯାଇଥିଲେ ଆଉ ତାକୁ ଫିଙ୍ଗି ଦେଇଥିଲେ। ଏ ଘଟଣା ରାଜଧାନୀର ଛାତି ଉପରେ ଚନ୍ଦ୍ରଶେଖରପୁର ଥାନା ନୀଳାଦ୍ରି ବିହାର ଅଞ୍ଚଳରେ ଘଟିଥିବା ବେଳେ ପୋଲିସ ପ୍ରେମିକା ଲିଜାକୁ ଥାନାରେ ଅଟକ ରଖିଛି। ପୁରା ଘଟଣା ଜାଣିବାକୁ ଏ କାହାଣୀକୁ ପୁରା ଦେଖିବାକୁ ପଡ଼ିବ ଆଜ୍ଞା। ଲିଜା ଭଳି ଝିଅମାନେ ଆଜିକାଲି ଏ ପ୍ରେମକୁ ନେଇ ରୋଜଗାର କରିବା ଆରମ୍ଭ କଲେଣି। ପ୍ରେମ ନାଁରେ ଭଲ ବିଜନେସ୍ କରିବା ବି ଆରମ୍ଭ କରିଦେଲେଣି। 2-4 ଜଣଙ୍କୁ ପ୍ରେମ କରି ତାଙ୍କୁ ଫସେଇ ତାଙ୍କଠୁ ଟଙ୍କା ଝଡ଼େଇ ଖାଇବା ଯେମିତି ଗୋଟେ ଟ୍ରେଣ୍ଡ ପାଲଟି ଗଲାଣି। ପ୍ରେମ ନାଁରେ କଳଙ୍କ ସାଜୁଥିବା ଏ ଲିଜା ଭଳି ପ୍ରେମିକାମାନେ ପ୍ରେମକୁ ବଦନାମ ଗଳିରେ ନିଲାମ କରିସାରିଲେଣି। ଏ ଲୋମ ଟାଙ୍କୁରା ପ୍ରେମ କାହାଣୀ ଆଜି ସବୁ ପ୍ରେମିକମାନଙ୍କୁ ପ୍ରେମ କରିବା ପୂର୍ବରୁ 100 ଥର ଭାବିବାକୁ ବାଧ୍ୟ କରିବ। ଏ କାହାଣୀ ଲିଜା ଭଳି ପ୍ରେମିକାଙ୍କୁ ପ୍ରେମ କରିବା ପୂର୍ବରୁ ଅନେକ ଥର ଚିନ୍ତା କରିବାକୁ ବାଧ୍ୟ କରିବ। ପୁରୀ ଜିଲ୍ଲା ବ୍ରହ୍ମଗିରି ଅଞ୍ଚଳର ସତ୍ୟବ୍ରତ ପରିବାର ପେଟରେ ମୁଠା ଦାନ ଦେବାକୁ ନିଜ ଗୁଜୁରାଣ ମେଣ୍ଟାଇବାକୁ ଗାଡ଼ି ଚଳାଇବାକୁ ଭୁବନେଶ୍ୱରର ପହଞ୍ଚେ। ଗୋଟେ କାର୍ ମାଲିକାଣର ଗାଡ଼ି ଚଳାଇବା ଆରମ୍ଭ କରେ। ତାରି ଭିତରେ ଏ ଲିଜା ସହ ଦେଖା ହୁଏ। ଲିଜା ଗୋଟେ ବାର୍ରେ ଆଉ ପାର୍ଲରରେ କାମ କରୁଥିଲା ଆଉ ସତ୍ୟବ୍ରତ ତା ଆଡ଼କୁ ଆକୃଷ୍ଟ ହୋଇଯାଏ। ଧୀରେ ଧୀରେ ସତ୍ୟବ୍ରତକୁ ପ୍ରେମ ଜାଲରେ ଫସେଇବା ସହିତ ହୃଦୟ ଦେଇ ପ୍ରେମ କରିବାର ନାଟକ କରେ ଲିଜା। ହେଲେ ବିଚରା ପ୍ରେମିକ ସତ୍ୟବ୍ରତ ପ୍ରେମିକା ଲିଜାର ଅଭିନୟ ବିଷୟରେ କିଛି ଜାଣିପାରେନା। ଓଲଟା ତାକୁ ଏତେ ଭଲ ପାଏ ଯେ ତା ପଛରେ ଅନେକ ଟଙ୍କା ବି ଉଡ଼ାଏ। ଲିଜା ପ୍ରେମରେ ଏମିତି ମିଛ ଅଭିନୟ କରି ତାକୁ ଫସେଇ ତାଠୁ ସିନା ଖାଇଚାଲେ, ହେଲେ ଆଗରୁ ଏଇ ଦିନେଶ ନାମକ ଯୁବକକୁ ପ୍ରେମ କରୁଥିଲା। କିନ୍ତୁ ସେଦିନ ସତ୍ୟବ୍ରତ ଲିଜା ଭଡ଼ା ନେଇ ରହୁଥିବା ନୀଳାଦ୍ରି ବିହାରର ଘରେ ହଠାତ୍ ପହଞ୍ଚି ଦେଖେ ତ ଲିଜା ତାର ପ୍ରଥମ ପ୍ରେମିକ ଦିନେଶ ସହ ରୋମାନ୍ସ କରୁଛି। ଆଉ ସେତେବେଳେ କ'ଣ ହେଇଥିଲା କେଜାଣି ସକାଳୁ ସକାଳୁ ମଙ୍ଗଳା ମନ୍ଦିର ନିକଟରୁ ସତ୍ୟବ୍ରତକୁ ମୁର୍ମୂଷ ଅବସ୍ଥାରେ ଦେଖି କ୍ୟାପିଟାଲ ହସ୍ପିଟାଲ ପଠାଯାଏ। କିନ୍ତୁ ସେତେବେଳକୁ ସତ୍ୟବ୍ରତ ଏ ଦୁନିଆ ଛାଡ଼ି ଅଜଣା ରାଜ୍ୟର ଅତିଥି ସାଜି ସାରିଥାଏ। ପାରିପାର୍ଶ୍ୱିକ ପରିସ୍ଥିତିକୁ ଦେଖିଲେ ଲାଗୁଥିଲା ସତ୍ୟବ୍ରତକୁ ମାରିବାକୁ ଲିଜା ଆଉ ଦିନେଶ ସବୁ ନୃଶଂସତାକୁ ପାରି କରିଯାଇଥିଲେ ଆଉ ଶେଷରେ ଏକ ଧାରୁଆ ଅସ୍ତ୍ରରେ ସତ୍ୟବ୍ରତର ତଣ୍ଟି କାଟି ଜୀବନ ନେଇଯାଇଥିଲେ। ପୋଲିସ ପହଞ୍ଚି ପ୍ରଥମେ ପ୍ରେମିକ ଦିନେଶ ଆଉ ପ୍ରେମିକା ଲିଜାକୁ ଥାନାକୁ ଆଣି ତଦନ୍ତ କଲାବେଳେ ଆଉ ଏକ ରୋମାଞ୍ଚକର ତଥ୍ୟ ସାମ୍ନାକୁ ଆସେ। ସତ୍ୟବ୍ରତ ଗାଡ଼ି ଚଳାଇ ଯାଇଥିବା କାର୍ କଟକ ପୁରୀ ରୋଡ୍ରେ ଏକ ପୋଲ ଉପରୁ ତଳକୁ ପଡ଼ିଥିବାର ପୋଲିସ ଜାଣିବାକୁ ପାଏ। ସେହି ଗାଡ଼ି କେଉଁଠି ଥିଲା ଆଉ ତାକୁ କିଏ ନେଇକି ଯାଉଥିଲା ଆଉ ଏଠି ଆକ୍ସିଡେଣ୍ଟ କେମିତି ହେଲା ଏସବୁ ଜାଣିବାକୁ ପୋଲିସ କାର୍ ମାଲିକାଣୀକୁ ଉଠେଇ ଆଣେ। କାର୍ ମାଲିକାଣୀ କ'ଣ ଏ ବିଷୟରେ ଆଗରୁ ଜାଣିଥିଲେ କି? ଯଦି ଜାଣିନଥିଲେ ତେବେ କାର୍ ଆଣିବାକୁ ଅନ୍ୟ ଜଣକୁ କାହିଁକି ପଠାଇଥିଲେ? ଏଥିରେ କାର୍ ମାଲିକାଣୀର ହାତ ନାହିଁ ତ? ଏସବୁ ସନ୍ଦେହ ଭିତରେ ଥିବାବେଳେ ପରିବାର ଲୋକେ ସତ୍ୟବ୍ରତର ଏମିତି ମୃତ୍ୟୁକୁ ସହଜରେ ହଜମ କରିପାରୁନଥିଲେ। ଚନ୍ଦ୍ରଶେଖରପୁର ପୋଲିସ ସବୁ ଦିଗକୁ ନେଇ ତଦନ୍ତ କରୁଥିବା ବେଳେ ଖୁବ୍ ଶୀଘ୍ର ଏ ମର୍ଡର ମିଷ୍ଟ୍ରିର ପର୍ଦ୍ଦାଫାଶ ହେବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ। କିନ୍ତୁ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛି ଲିଜା ଭଳି ଏମିତି ପ୍ରେମିକା କେଉଁ ପ୍ରେମିକକୁ ନ ମିଳୁ। ଏଇଟା ପ୍ରେମ ନୁହେଁ ଆଜ୍ଞା, ଛଳନା ଥିଲା। ଏଇଟା ପ୍ରେମ ନୁହେଁ ଆଜ୍ଞା, ପଟେଇକି ଖାଇବାର ଗୋଟେ ଯୋଜନା ଥିଲା। ଏ ପ୍ରେମିକ ନୁହେଁ ଆଜ୍ଞା, ପ୍ରେମରେ ଅଭିନୟ କରୁଥିବା ଭଲ ନାୟିକାଟେ ଥିଲା। ଏମିତି ପ୍ରେମିକା ପାଖରୁ ଦୂରେଇ ରୁହନ୍ତୁ ଆଜ୍ଞା, ନହେଲେ ପ୍ରେମ ପାଇଁ ଆପଣଙ୍କ ଜୀବନ ନ ଯିବ କିଏ କହିପାରିବ। ଏମାନେ ମିଠା ମିଠା କଥା କହି ପଛପଟେ ଆପଣଙ୍କ ଜୀବନ ନେବାକୁ ଚାଲ କରୁଥିବା ଏଭଳି ପ୍ରେମିକାମାନଙ୍କୁ ଦୂରରୁ ମୁଣ୍ଡିଆ ମାରି ଦୂରେଇ ଯାଆନ୍ତୁ ଆଜ୍ଞା, ନହେଲେ ସତ୍ୟବ୍ରତଙ୍କ ପରିବାର ଭଳି ଆପଣଙ୍କ ପରିବାର ଆପଣଙ୍କ ପାଇଁ ଏମିତି ଲୁହ ସିନା ଗଡ଼େଇବେ, ହେଲେ କିଛି ଲାଭ ହେବନି। ଆମେ ଏ କାହାଣୀ ମାଧ୍ୟମରେ ପ୍ରେମିକ ଆଉ ପ୍ରେମିକାମାନଙ୍କୁ ଡରଉନୁ ଆଜ୍ଞା, ସଚେତନ କରୁଛୁ। ଏମିତି ଧୋକେବାଜ ପ୍ରେମିକା ଲିଜା ଆଉ ତାର ପ୍ରଥମ ପ୍ରେମିକ ଦିନେଶକୁ କେମିତି ଦଣ୍ଡ ମିଳିବା ଦରକାର କମେଣ୍ଟ କରି ନିଶ୍ଚିତ ଜଣାଇବେ। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।